ଚିନ୍ତାରେ ଭାରତ ଫ୍ରାନ୍ସ ନିରାଶ। 360 ଡିଗ୍ରୀ ଭାବେ ପରିଚିତ ସୂର୍ଯ୍ୟରେଖା ଯାଦବଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା। ପଡ଼ିଆ ଚତୁର୍ଦ୍ପାର୍ଶ୍ୱକୁ ସଟ୍ ମାରୁଥିବା ବ୍ୟାଟ୍ସମ୍ୟାନଙ୍କ ଫର୍ମକୁ ନେଇ ଏବେ ଚର୍ଚ୍ଚା ଚାଲିଛି। ସୂର୍ଯ୍ୟରେଖା ଯାଦବ କ୍ୟାପ୍ଟେନ୍ ହେବା ପୂର୍ବରୁ ଭଲ ବ୍ୟାଟିଂ କରୁଥିଲା ବେଳେ କ୍ୟାପ୍ଟେନ୍ ହେଲା ପରେ ତାଙ୍କ ବ୍ୟାଟିଂ ଏତେ ଭଲ ଖେଳି ପାରୁନାହାନ୍ତି। ସୂର୍ଯ୍ୟକୁମାର ଯାଦବ ବ୍ୟାଟିଂରେ ଏତେ ପ୍ରଭାବ ପକାଇ ନଥିବା ବେଳେ ତାଙ୍କ କ୍ୟାପ୍ଟେନସିପ୍ରେ ଭାରତକୁ 22ଟି ମ୍ୟାଚ୍ ଖେଳି 17ଟି ଜିତିଛନ୍ତି। ସେହିପରି ସୂର୍ଯ୍ୟରେଖା ଯାଦବ କ୍ୟାପ୍ଟେନ୍ ହେଲା ପରେ 22ଟି ମ୍ୟାଚ୍ରେ 27% ହାର ରନ୍ରେ 558ଟି ରନ୍ କରିଥିଲା ବେଳେ ସେଥିରେ ଗୋଟିଏ 100 ଏବଂ 4ଟି 50 ରହିଛି। ସେହିପରି କ୍ୟାପ୍ଟେନ୍ ହେବା ପୂର୍ବରୁ 61ଟି ମ୍ୟାଚ୍ ଖେଳିଥିଲା ବେଳେ 44%ରେ 2040 ରନ୍ କରିଥିଲା ବେଳେ ଶତକ 3ଟି ଏବଂ 17ଟି କରିଥିଲେ। ଏବେ ନିକଟରେ T20 ଇଂଲଣ୍ଡ ସାଙ୍ଗରେ ସିରିଜ୍ ଯାଇଥିଲା ବେଳେ ଇଂଲଣ୍ଡ ସାଙ୍ଗରେ ମ୍ୟାଚ୍ରେ 5ଟି ମ୍ୟାଚ୍ରେ ଟୋଟାଲ 28 ରନ୍ କରିଥିଲା ବେଳେ ଇଂଲଣ୍ଡ T20 ସିରିଜ୍ରେ 5ଟିକିଆ ମ୍ୟାଚ୍ରୁ ସୂର୍ଯ୍ୟରେଖା ଯାଦବ ପ୍ରଥମ ମ୍ୟାଚ୍ରେ କୌଣସି ରନ୍ ନ କରିଥିଲା ବେଳେ ଦ୍ୱିତୀୟ ମ୍ୟାଚ୍ରେ 12 ରନ୍, ତୃତୀୟ ମ୍ୟାଚ୍ରେ 14 ରନ୍ ଓ ଚତୁର୍ଥ ମ୍ୟାଚ୍ରେ କୌଣସି ରନ୍ ନ କରିଥିଲା ବେଳେ ପଞ୍ଚମ ବା ଶେଷ ମ୍ୟାଚ୍ରେ 2 ରନ୍ କରି ଆଉଟ୍ ହୋଇଥିଲେ।